ଆଉ ଉପସ୍ଥିତ ସମସ୍ତଙ୍କୁ ଖ୍ରୀଷ୍ଟପୁରମରେ ଆନ୍ତରିକ ସହିତ ନମସ୍କାର ଜଣାଏ। ନମସ୍କାର, ପ୍ରେଜ୍ ଦ ଲର୍ଡ। ସମସ୍ତଙ୍କୁ ଗୁଡ୍ ମର୍ଣ୍ଣିଂ। ଆଉ ଆସନ୍ତୁ ଆଜିର ଉପାସନାକୁ ଆରମ୍ଭ କରିବା। ଆଉ ଆରମ୍ଭ ନିମନ୍ତେ ଆମମାନେ ଗୋଟିଏ ବାକ୍ୟ ପଠନ କରିବା ଏବଂ ଆମମାନେ ଆରମ୍ଭ କରିବା। ହେ ଆମମାନଙ୍କର ପ୍ରଭୁ ଓ ଈଶ୍ୱର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ଶୁଭାଜନ ଅଟ। ତୁମେ ସମସ୍ତ ସୃଷ୍ଟି କରିଅଛ, ଆଉ ତୁମ୍ଭ ଇଚ୍ଛାରେ ସେଇ ସବୁ ସତ୍ତ୍ୱ ପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛି। ପ୍ରଭୁ ଏହି ବାକ୍ୟ ବୁଝିବାକୁ ସାହାଯ୍ୟ କରନ୍ତୁ। ଆମେନ୍। ଏହି ସମୟରେ ଆସନ୍ତୁ ଆମମାନେ ଉପାସନା ଆଉ ଆରମ୍ଭ କରିବାରୁ ମୁଁ ପଦେ ପ୍ରାର୍ଥନା କରିବି। ପ୍ରାର୍ଥନାରେ ସମସ୍ତେ ମନୋଯୋଗ ଦେବେ। ଦୟାଳୁ ସ୍ୱର୍ଗସ୍ଥ ପିତା, ତୁମ ନାମ ଧନ୍ୟବାଦ ଦଉଛୁ, ତୁମରି ଗୌରବ କରୁଛୁ, ତୁମରି ପ୍ରଶଂସା ସ୍ତୁତି ବନ୍ଦନା କରୁଛୁ। ପ୍ରଭୁ, ତୁମେ ଯେ ଏକମାତ୍ର ବାସ୍ତବ ସତ୍ୟ ଜୀବିତ ପରମେଶ୍ୱର, ପ୍ରଭୁ ଆମମାନଙ୍କୁ ଦୟାକରି ଅନୁଗ୍ରହ କରି ଗତ ଦିନ ମାନଙ୍କରେ କଡ଼ାଇ ଆଣି ପ୍ରଭୁ ସମସ୍ତ ବିଷୟରେ ସାହାଯ୍ୟ କରି ରାତିରେ ସୁନିଦ୍ରା ଦେଇ ପ୍ରଭାତ ଦେଖାଇଲେ ଧନ୍ୟବାଦ ଦଉଛୁ। ପ୍ରଭୁ, ଏତେବେଳେ ପ୍ରଭୁ ରିଏଲ ମିଟ୍ ଜୁମ୍ ମାଧ୍ୟମରେ ଆମମାନଙ୍କୁ ଏକତ୍ରିତ କରିଛ, ଧନ୍ୟବାଦ ଦଉଛୁ। ପ୍ରଭୁ, ଯେତେ ଜଣ ଜଡ଼ିତ ହୋଇଛନ୍ତି ସମସ୍ତଙ୍କୁ ଆଶୀର୍ବାଦ କର। ବର୍ତ୍ତମାନ ସୁଦ୍ଧା ଯୋଉମାନେ ଜଡ଼ିତ ହୋଇନାହାନ୍ତି, ଜଡ଼ିତ ହେବା ପାଇଁ ତୁମେ ସାହାଯ୍ୟ କର, ତୁମେ ଦୟା କର। ପ୍ରଭୁ, ପ୍ରାରମ୍ଭିକ ପ୍ରାର୍ଥନାରେ ତୁମେ କଡ଼ାଇ ନେଲେ ଧନ୍ୟବାଦ ଦଉଛୁ। ପ୍ରଭୁ, ଏତେବେଳେ ଉପାସନା ଆରମ୍ଭ କରୁଅଛୁ। ପ୍ରଭୁ, ଓ ତୁମେ ହିଁ ଉପସ୍ଥିତ ରହି ପ୍ରଭୁ ଆରମ୍ଭ ଶେଷ ପର୍ଯ୍ୟନ୍ତ ତୁମେ କଡ଼ାଇ ଚଳାଇ ନିଅ। ତୁମରି ପ୍ରଶଂସା ଗୌରବ କରିବୁ। ତୁମରି ସେଇ ଜୀବନ୍ତ ବାକ୍ୟ ଶ୍ରବଣ କରି ଉଦର ରଖି କାର୍ଯ୍ୟର ବ୍ୟବହାର ସାହାଯ୍ୟ କର। ବକ୍ତା ଶ୍ରୋତା ସମସ୍ତଙ୍କୁ ତୁମେ ଆଶୀର୍ବାଦ କର। ଆମମାନଙ୍କୁ ତୁମ ଏମିତି ବ୍ୟବହାର କର। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରୁହ। ନେଟୱାର୍କ ଉତ୍ତମ ଭାବରେ ତୁମେ କଡ଼ାଇ ଚଳାଇ ନିଅ। এই সমস্ত প্রার্থনা যিশুঙ্কর নামে ছোট ভিক্ষা মাইলি পিত। আমেন আমেন। ଆଉ ଏଇ ସମୟରେ ଆସନ୍ତୁ ଆମମାନେ ଆଉ ପ୍ରଭୁଙ୍କର ପ୍ରଶଂସା ଗୌରବ ସ୍ତୁତି ବନ୍ଦନା କରିବା, ପ୍ରଭୁଙ୍କର ଆରାଧନା କରିବା, ପ୍ରଭୁଙ୍କୁ ସ୍ତୁତି କରି ପ୍ରଭୁଙ୍କର ଗୌରବ କରିବା, ପ୍ରଭୁଙ୍କର ପ୍ରଶଂସା କରିବା। ଏହି ସମୟରେ ଆମମାନଙ୍କର ୱାର୍ସିପରେ, ଆମମାନଙ୍କର ଆରାଧନାରେ ଆମମାନଙ୍କୁ କଡ଼ାଇ ନେବେ। ଆମମାନଙ୍କର ସିଷ୍ଟର ଅଞ୍ଜଳି ଅନୁଗ୍ରହ ଦିଦି ଅଛନ୍ତି, ଆମମାନଙ୍କୁ କଡ଼ାଇ ନେବେ। ଏହି ସମୟରେ ଆମେ ତାଙ୍କୁ ସ୍ୱାଗତ କରୁଛୁ। ସେ ସମ୍ମୁଖକୁ ଆସି ଆମମାନଙ୍କୁ ଆରାଧନାରେ କଡ଼ାଇ ନେବେ। ଦିଦି ଗୁଡ୍ ମର୍ଣ୍ଣିଂ, ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ ସାର୍। ପ୍ରେଜ୍ ଦ ଲର୍ଡ। ଆପଣଙ୍କର ସମୟ, ଏହି ସମୟରେ ଆରାଧନାରେ ଆମକୁ କଡ଼ାଇ ନେବେ। थैंक यू। सभी को जय मसीह की। मेरी आवाज आ रही है? आ रहा है। ठीक है, सभी को फिर से जय मसीह की। पहले प्रभु को धन्यवाद देती हूँ कि प्रभु ने आज सुंदर मौका दिया, और पीटर सर को भी बहुत बहुत धन्यवाद देती हूँ। वो भी आज उनके रियल मिनिस्ट्री में मौका दिया वर्शिप करने के लिए। मुझे थोड़ा खांसी हो रही है, कुछ भी गलती होगी तो मुझे माफ करेंगे। आइए आज हम लोग सादरी और उड़िया और हिंदी सॉन्ग में प्रभु की वर्शिप करेंगे। साउंड आ रही है? साउंड आ रही है? स्लो साउंड है। अभी ठीक है? म्यूजिक साउंड तो इमन रूपी मोरुड़ गाए, पाप रूपी समुद्र मजे। जीवन रूपी मोरुड़ गाए, पाप रूपी समुद्र मजे। हिले डोलेला डर लगला, प्रभु तो लेके चला। हीलेला डोलेला डर लगला, प्रभु तो लेके चला। हालेलुया।
मेरा समुद्र माझे डंगावर छटका कैसे जावं सुपार गेरा समुद्र माझे डंगावर छटका कैसे जावं सुपार पानी कर हलचल से डंगा हिलेला प्रभु तो लेके चला पानी कर हलचल से डंगा हिलेला प्रभु तो लेके चला जीवन रूपी मोर डंगाए आहे अपर रूपी समुद्र माझे जीवन रूपी मोर डंगाए आहे अपर रूपी समुद्र माझे हिलेला डोलेला डर लगला प्रभु तो लेके चला हिलेला डोलेला डर लगला प्रभु तो लेके चला Jesus, glory to God. जेखन तुरचला मन डंगा में जाते रहे संकट और दुख बेला जेखन तुरचला मन डंगा में जाते रहे संकट और दुख बेला संकट कर समय में शांति देवेला प्रभु तो लेके चला संकट कर समय में शांति देवेला प्रभु तो लेके चला संग जब भी हमारे देश पे संकट आता है तो प्रभु हमें हर संकट से उद्धार करता है हालेलुया थैंक यू जीसस जेखन तुरचला मन डंगा में जाते रहे आंधी तूफान आला जेखन तुरचला मन डंगा में जाते रहे आंधी तूफान आला जिंदगी में मोर प्रभु ये सन जब हो प्रभु तो लेके चला जिंदगी में मोर प्रभु ऐसन जब हो प्रभु तो लेके चला जीवन रूपी मोर डंगाए आहे पाप रूपी समुद्र माझे जीवन रूपी मोर डंगाए आहे पाप रूपी समुद्र माझे हिलेला डोलेला डर लगला प्रभु तो लेके चला हिलेला डोलेला डर लगला प्रभु तो लेके चला चाहे हमारा डंगा हिले या डोले चाहे हम जितने भी संकट में रहे जितने भी विपत्ति में रहे लेकिन प्रभु हम सब समय हमें हर मुश्किल से पार करता है और हमें लेके चलता है तो आइए उस प्रभु के लिए हम लोग और एक आराधना करेंगे सब मिलकर हम आराधना करेंगे म्यूजिक नहीं आ रहा है अंजलि सिस्टर म्यूजिक नहीं आ रहा है साउंड नहीं आ म्यूजिक रही हाँ म्यूजिक सुनाई नहीं दे रहा है आपका आवाज ही सुनाई दे रहा है एक सेकेंड
अभी आ रही है? अभी आ रही है? नहीं, म्यूजिक सुनाई नहीं दे रहा है, म्यूजिक आवाज म्यूजिक का नहीं आ रहा है। अभी आ रही है? नहीं। नहीं। तो म्यूजिक बंद करके गाना गाइए ना। म्यूजिक बंद कर दो पहले, उसके बाद गाना गाओ। जी, नहीं आ रही है? नहीं, नहीं म्यूजिक नहीं का नहीं, आवाज नहीं आ रहा है। बंद करो। आप बिना म्यूजिक से गा लीजिए। तो बोलना है। ठीक है। ସେଠି ମ୍ୟୁଜିକ୍ ଆଡଜଷ୍ଟ କରି ଗାଆନ୍ତୁ କଣ ହେଇଗଲା ସେଟିଂ ଥିବ ନା ମ୍ୟୁଜିକ୍ ସହିତ। एक सेकंड, मैं फिर से ट्राई कर रही हूँ। ମୋବାଇଲରେ ବଜେଇ ତ ବକ୍ସ ସେଟା। अभी आ रही है? नहीं सिस्टर आपका आवाज आ रहा है म्यूजिक टोटल नहीं है रे। अभी आ रही है? म्यूजिक नहीं आ रही है, केवल आपका आवाज आ रही है। तो बिना म्यूजिक से गाना गा लीजिए सिस्टर। अभी आ रही है? नहीं आ रहे, नहीं आ रहे। डिस्टर्ब क्यों है? ठीक है। ভালো পাইছি তোমাকে, প্রেম করে প্রভু তোমাকে, ভালো পাইছি তোমাকে, ও প্রেম করে প্রভু তোমাকে, तुम्हारे नाम को नित्य जीवा को, तुम्हारे नाम को नित्य जीवा को, मरण देवते निज को, भालो पाए जिसु मुझको, देव करे प्रभु मुझको। Hallelujah, hallelujah. जब हम प्रेम करते हैं तब हर से बचाने वाला परमेश्वर है। जगते मस्तित्व निभजते दीना, सत्य दिना तुम्हारा क्या करो कि दीवाना। जगते सत्य दिना बहुत स्पंदना, चलो सत्य दिना तुम्हारा क्या करे।
सूझते बाधा दुखावलिंग अति विनीत है पछको बोल पाए जिसको मुठनो को प्रेम करे प्रभु मुठनो को बोल पाए जिसको मुठनो को प्रेम करे प्रभु मुठनो को प्रभु तेरा दसरे सर्वदा बंचिबे बसपरा बसरे धन्यवाद करे जीवन काटिबे बड़ा करे तुला बसबे मोर चला पाते तुम्हें तेरे साथे मोर चला पाते तुम्हें तेरे साथे हरी बिने तो बोल पाए जिसको मुठनो को प्रेम करे प्रभु मुठनो को बोल पाए जिसको मुठनो को प्रेम करे प्रभु मुठनो को प्रभु यीशु, हाँ प्रभु यीशु, आप जैसे हमें प्यार करते हैं वैसे हम जैसे आपको प्यार कर पाए, इसलिए तू अनुग्रह कर, तू आशीषित कर। यस राजा, हालेलुया, थैंक यू जीसस, ग्लोरी टू गॉड। धन्यवाद यीशु। आइए हम लोग प्रभु के लिए और एक स्तुति करेंगे। समर्पण ये आत्मा हरे जीवन हाथों को उठा के घुट देते हर किसको झुका के दिल से ये कह रहा पवित्र आत्मा, पवित्र आत्मा, पवित्र आत्मा, पवित्र आत्मा, Thank you, Jesus. करता हूँ मैं समर्पण ये आत्मा और ये जीवन करता हूँ मैं समर्पण ये आत्मा और ये जीवन हाथों को उठा के घुटने पे किसको झुका के दिल से ये कह रहा पवित्र आत्मा, पवित्र आत्मा, पवित्र आत्मा, Hallelujah. राजा अपनी
प्रभु यीशु तेरी पवित्र आत्मा आज हमारे बीच में उंडेल दे। आज प्रभु यीशु आपकी उपस्थिति में इस रील मिनिस्ट्री में प्रभु यीशु जितने हम भाई बहन उपस्थित है हर एक जन को आपके चरण के नीचे समर्पित करती हूँ। मैं खुद को आपके निकट समर्पित करती हूँ। हम सभी को तो छू ले राजा और पवित्र आत्मा के द्वारा अगुवाही कर और प्रभु यीशु तू अनुग्रह कर, तू आशीषित कर। और राजा मेरे वर्षिप में कुछ भी भूल है तो मुझे माफ करना और मुझे और भी प्रभु यीशु सीखने के लिए मौका देना। ये दुआ करती हूँ और प्रभु यीशु आपके पवित्र नाम को कोटि कोटि धन्यवाद देती हूँ। अभी जो आपकी दास वचन लेके आएंगे उनको छुपाइए और पवित्र आत्मा के द्वारा प्रभु यीशु जैसे जो वचन देंगे आप ही उनको मुंह में प्रभु यीशु बोले दीजिए और उस वचनों के द्वारा जिससे हम चल सके। इसलिए तो आशीषित कर, तो अनुग्रह कर। और प्रभु यीशु सभी को आपके हाथ में देते हुए ये प्रार्थना प्रभु यीशु के नाम से मांगते हूँ, सुना ग्रहण कर। आमेन आमेन आमेन। थैंक यू। भाई आमेन, थैंक यू, धन्यवाद। उत्तम भाव आराधना कर प्रभु नाम धन्यवाद हो। आई समय आम आराधना माध्यम कड़ाई नेले आम सिस्टर प्रभु तांको आशीर्वाद करंतु एहीपरि तांको आहुरी व्यवहार करंतु। थैंक यू सिस्टर, धन्यवाद। आई समय आसंतु आमानकर समय हो जाइछि आम माने वाक्य माध्यम को दिवा। आउ जो माने वीडियो ऑफ रे अछंते जदि कंफर्ट अछंते वीडियो ऑन करिया पे अनुरोध करे। समस्त को यह समय स्वागत करे। आसंतु आमाने वाक्य श्रवण करिया से जीवंत वाक्य दीदार खड़ग वाक्य आई समय आम मध्य अछंते आमानकर शिक्षक अवसर प्राप्त आमानकर पालक महाशय अछंती आमानको वाक्य माध्यम रे कड़े नेबे। एई समय आसंतु आमाने तांको स्वागत करिबा। आमानकर प्रमोद परिचय आज्ञा अछंती तांको स्वागत करिबा। आज्ञा नमस्कार, प्रेज द लॉर्ड, गुड मॉर्निंग। नमस्कार नमस्कार नमस्कार। नमस्कार। एई समय आपनकर समय आपण वाक्य माध्यम रे कड़े नेबे। थैंक यू। रियल मिनिस्ट्री ऑफ इंडिया अनुकूल अनुष्ठित जूम रे उपस्थित प्रत्येक प्रभु दास दासी मानक मोर आंतरिक नमस्कार। आ मु धन्यवाद देवी आम रिनापल सिस्टर को से अति सुंदर भाव मध्यस्थी प्रार्थना रे कढ़े नेले। तापरे मु धन्यवाद देवी आमर अंजलि अनुग्रह सिस्टर को बहुत चेष्टा कले म्यूजिक शुणा किंतु प्रभु म्यूजिक द्वारा से धन्यवाद पाइबा इच्छा करना निज स्वर रु प्रभुंकर गौरव से चाहूथिबारु आज तांकर निज स्वर रु आम गौरव शुणु म्यूजिक द्वारा प्रभु चाहेले नहीं मु अनुभव करुଥିଲି। तापर मु धन्यवाद देवी आम मानकर आह्वानकर्ता को अति सुंदर भाव से मते आह्वान करथिले तेणु तांको मध्य मु धन्यवाद दिए। तापर जो माने वीडियो रे ऑन रे अछंती से मान को मु धन्यवाद दिए। आपण माने जदी आसुछंती वीडियो ऑन करी एमती रहिले कहबा लोक टिके आग्रह लागिवो आउ टिके भल भी लागे से मु जो माने वीडियो ऑन रे अछंती से मान को मु धन्यवाद दिए। आसंतु आज आलोचना निमंते आमे किछि अंश पढ़िबा जहाँकि समस्त परिचित अंश आउ मु सबले शुणिया पाए बेसी इच्छा हुए आ होस्ट आज्ञा मते जेतेले कहंती जे तुमे वाक्य को मु कहे नहीं नहीं वाक्य नहीं मु जोग देवी मु शुणिया पाए बेसी चाहे शिखिया पाए बेसी चाहे आ से अनुसार आज मते सुजोग देइछंती आ तेणु आसंतु आमे लेवियो पुस्तक 20 रो तार 26 पद पढ़िबा। जदि का हस्तरे अछि पढ़ी शुणेले भल हम नचेत मु पढ़ीदेवी। के बाहर करछंती के लेवियो 20 मु अनुरोध करछि ମାନେ ଆମ ଉଦ୍ଦେଶ୍ୟରେ ପବିତ୍ର ହବ କାରଣ ଆମ୍ଭେ ସଦାପ୍ରଭୁ ପବିତ୍ର ଅଟୁ ଆଉ ତୁମ୍ଭେମାନେ ଯେପରି ଆମ୍ଭର ହବ ଏଥିପାଇଁ ଆମ୍ଭେ ଅନ୍ୟ ଲୋକଙ୍କ ଠାରୁ ତୁମ୍ଭମାନଙ୍କୁ ପୃଥକ କରିଅଛୁ। ଆମେନ୍। पठित वाक्य एवं श्रवण प्रभु आशीर्वाद करंतु मु टिके तरतर हेबी जेहेतु 12 घंटा धरिकी टोटाली करेंट नाही। करेंट नथिले कौन हम अवश्य आमर इन्वर्टर आम घरे अच्छी किंतु टावर जदि कटिଯିव मोर अधारू बंद बंद हो
तेणु मु तर्तर अल्प समय किसी कहवाई चाहूँगी जेहेतु 12 घंटा है आम टावर भी तार लिमिटेड समय भितर से आम को नेट दे पार तेणु आम तर्तर जावाई मु इच्छा करुच्ची आ कम समय भितर मत कहवाई मु चाहूँगी ये आम देखुचु जो अंश आम पढ़िलु आम प्रभु को लोक होगापाई कौन करवा उचित सब आम कि पचारे कि आम कौन कौचु तुम जाति पचारे आम धर्म कथा कही दे आम कौन गोटे ख्रीस्टियान लोक आम प्रभु को लोक बोलिक आम परिचय दौचु अन्य ठाई जे आम गिर्जा उपासना को जीवा द्वारा प्रभु को लोक हो पार कि ना एमती जूम रे जदि प्रतिदिन जोग देवा प्रभु को लोक हो पार कि जदि किछि दान देदेवा प्रभु को लोक हो पार कि ना किछि शिक्षा परामर्श जदि आम चर्च रे समय पाउछु जदि दे पकाउछु ताहले आम प्रभु को लोक हो पार कि कौन करले आम प्रभु को लोक हो पार प्रभु को लोक होगापाई आम प्रभु लोक बोली आम केमती निजक परिचय देवा ना आम गिर्जा जाऊँ उपासना करुचु दान दौचु सबु किछि करुचु आम प्रभु को लोक आम प्राय अनेक समय किंतु आज ये आम देखुचु जे तुम्हें आमर लोक होगापाई कौन होगा पड़ो पवित्र होगा आम जे प्रकार पवित्र तुम्हें पवित्र होगा पड़ो आम व्यक्तिगत जीवन को पचारू जे आज आम पवित्र किए आम कौन कले पवित्र होगा तेणु से तलक लिखिदे जे तुम्हें कौन पृथकीकृत पवित्र जीवन जापन कर पवित्र जीवन जापन सहित निजक कौन करा पड़ो पृथकीकृत करा पड़ो आ जहाँकि इस्राएल लोक मान कौन कर परमेश्वर इस्राएल लोक मान कह जे तुम्हें पवित्र हुओ तार 26 पदरे आम पढ़ुलु जे वास्तव में क्यों माने प्रभुंकर लोक जो माने पवित्र जीवन जापन करती पवित्र जीवन जापन करती आज प्रभु मध्य से गणना पुस्तक आउ कहले जे जो माने पवित्र से माने कौन अलग वास करिवे आ अन्य देशीय लोक मान परि हेबे नहीं से माने सेपारेट जीवन जापन करिवे आम जीवन आम जगत रे थिले मध्य से प्रकार सेपारेट जीवन जापन आम करि पारुछु कि से पवित्रता जीवन जापन करि पारुछु कि आम पृथकीकृत जीवन जापन करि पारुछु कि जगत मध्य रही मध्य आम जीवन को आम पृथकीकृत भाव जीवन जापन करि पारुछु कि तेणु जीशु कहले जे प्रथम पितर 1:15-16 के पढ़ी दिंतु मुझे प्रकार पवित्र तुम्हें माने मोर आह्वान करता जे प्रकार पवित्र माने से प्रकार पवित्र प्रेरित पौल मध्य से अनेक थर कहिसंती किंतु एटी पितर एटी कहउछंती जे तार 1:15-16 टी पढ़ी दिंतु मात्र तुम्भ मानकर आह्वान करता जेपरि पवित्र तुम्भे माने मध्य आज्ञाबह संतान मानक परि समस्त आचरण रे सही परि पवित्र हुओ एटी आमे देखु समस्त आज्ञाबह संतान मानक परि समस्त आचरण रे पवित्र हुओ जगतर लोक मानकर आचरण ठारू आमर आचरण पृथक कि आम पृथ्वीकृत आम आचरण पवित्र होनी कहले आम समस्त आचरण जमती आमर आचरण से प्रकार आम पवित्र कि आज्ञाबह संतान मानक परि आम आज्ञाबह संतान मानक परि जदि होउछु तापरे आम मानकर आचरण रे आपे पवित्र हेबो आम मानकर आह्वान करता जे प्रकार पवित्र आमे से प्रकार पवित्र हेबा आवश्यक ये आम देखुचु जे आमे जदि पवित्र हेबाकु हेले कोठु कोठु पृथकीकृत हेबार आवश्यकता रही मु सब पद पर्व पढ़िया चाहूनी प्रकाशित तार 18:4 लिखाई जे पापर सहभागितारू आम माने कौन पृथकीकृत हेबा दरकार आम मान जीवन जदि पाप अच्छी से पापरू आमे कौन हेबा पड़बो पृथकीकृत हेबा दरकार पापर सहभागितारू आमे अलगा हेबा दरकार ताहाले आमे कौन हे परिबा पवित्र जीवन यापन करि परिबा पवित्र जीवन यापन करि परिबा आमे प्रभुंकर लोक हे परिबा
आमे निजोग सेना प्रकाश कर दउछु जे आमे प्रभुंकर लोक, आमे तांकर संतान। किए न मु प्रभुंकर लोक, आम जाति पचार आमे कि जाति बोले आमे प्रकाश कर आमे ख्रिस्टियन लोक। যদি আমার জীবনে খ্রিস্টীয় জীবন যাপন নথিব, আমি খ্রিস্টিয়ান লোক বলে লোকଙ୍କ ଆଗରେ ପ୍ରକାଶ କଲେ କଣ ହବ? ଯେତେବେଳେ ସୁନେମିଆ ସ୍ତ୍ରୀ ଦେଖେ, ଯେତେବେଳେ ଏଲିଶାଙ୍କୁ ଦେଖୁଛନ୍ତି, ସେ କହୁଛନ୍ତି ଏ ପ୍ରଭୁଙ୍କ ଲୋକ। ଏଲିଶାଙ୍କୁ ଦେଖି ଚିହ୍ନି ଦେଲେ ଯେ ଏ ପ୍ରଭୁଙ୍କ ଲୋକ ବୋଲିକି। ଆଜି ଆମମାନଙ୍କୁ ଯଦି ଲୋକ ଚିହ୍ନି, ଆମମାନଙ୍କ ମଧ୍ୟରେ ଯଦି ସେ ପାପ ଅଛି, ପାପର ସହଭାଗିତାରେ ଯଦି ଆମେ ଅଛୁ, ତାହେଲେ ଲୋକ କହିବେ କି ଏ ପ୍ରଭୁଙ୍କ ଲୋକ ବୋଲିକି। ଚିହ୍ନି ପାରିବେନି। ନାଇଁ ନାଇଁ, ଏ ଲୋକଟେ ଖ୍ରୀଷ୍ଟିଆନ ଲୋକ ମଧ୍ୟ ଆମ ପାଖରେ ଏଇ ପ୍ରକାର ପାପର ସ୍ୱଭାବ ରହିଛି, ସେଟା ନିହାତି ସେଠି ପ୍ରକାଶ। ତେଣୁ ଏଠି କୁହାଯାଉଛି ଯେ ପ୍ରକାଶିତ 18:4 ପାପର ସହଭାଗିତାରୁ ତାଠାରୁ କଣ ବାହାରି ଆସ ବୋଲି କହୁଛନ୍ତି। ସେଇଠୁ ପୃଥକୀକୃତ ହୁଅ, ବାହାରି ଆସ। ପାପରୁ ଆମେ କଣ ହେବା ଦରକାର? ପୃଥକୀକୃତ ହେବା ଦରକାର। ପ୍ରଥମେ ଦେଖିଲୁ। ଦ୍ୱିତୀୟରେ ଯଦି ଦେଖୁଛୁ ଯେ ମାଥ୍ୟୁ 5:13 ଟିକେ ପଢି ଦିଅନ୍ତୁ, ଯେ ଲବଣ ଟିକେ ପଢି ଦିଅନ୍ତୁ ଆଜ୍ଞା। କିଏ ଅଛି? ମାଥ୍ୟୁ 5:13। ତୁମ୍ଭେ ତୁମେମାନେ ପୃଥିବୀର ଲବଣ, କିନ୍ତୁ ଲବଣ ଯଦି ସ୍ୱାଦବିହୀନ ହୁଏ, ତେବେ ତାହା କାହିଁରେ ଲବଣାଯୁକ୍ତ ହେବ? ତାହା ଆଉ ପ୍ରକାଶ କୌଣସି କାର୍ଯ୍ୟ 17:15 ଲେଖା ହେଇଛି ଯେ ଜଳ ରାଶିରୁ ପୃଥକୃତ ନହେଲେ କଣ ହଉନେ? ଲବଣ, ଲୁଣ ହେଇପାରୁନି। ସେ ଯଦି ସମୁଦ୍ର ଭିତରେ ଯଦି ରହିଥାଉଛି, କେବେ ହେଲେ ସେ ଲବଣ ଆସୁନି। ସେଇଠୁ ପୃଥକୃତ ହେଲା ପରେ ସେ ଲବଣତ୍ୱ ହେଇପାରୁଛି, ସ୍ୱାଦଯୁକ୍ତ ହେଇପାରୁଛି। ଆମେ ଯଦି ସେ ପାପରୁ ଆମେ ପୃଥକୃତ ହେଇପାରିବା ନାହିଁ, ତାହେଲେ ସ୍ୱାଦଯୁକ୍ତ ହେଇପାରିବା ନାହିଁ। ପ୍ରଭୁଙ୍କର ଲୋକ ବୋଲି ଆମେ ଚିହ୍ନା ଯାଇପାରିବା ନାହିଁ। ପ୍ରଭୁଙ୍କ ଲୋକ ବୋଲି ଆମେ କଣ ହେଇପାରିବା ନାହିଁ? ପରିଚିତ ହେଇପାରିବା ନାହିଁ। ଯେମିତିକି ସମୁଦ୍ର ଜଳ ରାଶିରୁ ଲବଣ ପୃଥକୃତ ହେବ, ସେ ପୃଥକୃତ ହେଲା ପରେ ସେ କଣ ହଉଛି? ସ୍ୱାଦଯୁକ୍ତ ହଉଛି। ସ୍ୱାଦଯୁକ୍ତ ହେଲା ପରେ ସେ ସମସ୍ତଙ୍କର ଗ୍ରହଣ ଯୁକ୍ତ ହେଇପାରୁଛି। ଆଜି ଯଦି ସେ ସମୁଦ୍ର ଯଦି ପୃଥକୃତ ହେଇନଥାନ୍ତା, ତାର ଲବଣତ୍ୱ ଆସିନଥାନ୍ତା। ତାକୁ ଅଲଗା କରାଯାଉଛି, ସମୁଦ୍ର ପାଣିରୁ ଅଲଗା କରାଇକି ତାକୁ ଲବଣ କରାଯାଉଛି, ସେ ସ୍ୱାଦଯୁକ୍ତ ହେଇପାରୁଛି। ଆମମାନଙ୍କର ଜୀବନ ଏ ଜଗତରେ ଆମେ ଯଦି ଅଛୁ, ବସବାସ କରୁଛୁ, ତାହେଲେ ଆମେ ସମସ୍ତ ପାପରୁ କଣ ହେବା? ପୃଥକୀକୃତ ହେବା ଦରକାର। ପୃଥକୀକୃତ ହେବା ଦ୍ୱାରା ଆମମାନଙ୍କର ଆଚରଣ କଣ ହେବ? ସେ ପବିତ୍ର ହେବ। ଆମମାନଙ୍କ ସ୍ୱଭାବ ପବିତ୍ର ହେବ, ଆମମାନଙ୍କର କଥାବାର୍ତ୍ତା ପବିତ୍ର ହେବ, ଆମମାନଙ୍କର ସବୁ କିଛି ପବିତ୍ରତା ଜୀବନ ଯାପନ ଆମେ କରିପାରିବା। ତେଣୁ ଆମେ ପ୍ରଭୁଙ୍କ ଲୋକ ବୋଲି ମଧ୍ୟ ଆମେ କହିପାରିବା। ଆଉ ଦ୍ୱିତୀୟ ବିବରଣୀ ଯଦି 6:17-18 ଯଦି ଆମେ ପଢୁ, ସେଠି ଲେଖା ଯାଇଛି ସମସ୍ତ ଅସୁଚିତାରୁ ତୁମେ କଣ? ପୃଥକୀକୃତ ହୁଅ। ଆମମାନଙ୍କ ଜୀବନରେ ଯଦି ଅସୁଚିତା ଅଛି, ସମସ୍ତ ଅସୁଚିତାରୁ ଆମେ କଣ ହେବା ଦରକାର? ପୃଥକୀକୃତ ହେବା ଦରକାର। ମୁଁ ଯଦି ପଢେଇ ପାରୁନି, ଯେହେତୁ ଆମମାନଙ୍କର ନେଟୱାର୍କ ପ୍ରୋବ୍ଲେମ ଆସିପାରେ, ମୁଁ ଅନୁଭବ କରୁଛି ବହୁତ ଲୋ ଅଛି। ମୋର ଆବାଜ ଭଲ କ୍ଲିୟର ହଉଛି ତ ଆଜ୍ଞା? ଠିକ କ୍ଲିୟର ଅଛି। ହଁ, କ୍ଲିୟର ଅଛି। ହେଲେ ଅଳ୍ପ ଟିକେ ନେଟ୍ ଅଛି, ତେଣୁକରି ମୁଁ ଟିକେ ପଢେଇବା ପାଇଁ ମଧ୍ୟ ଏଇଠି ଆମେ ଦେଖୁଛୁ ଦ୍ୱିତୀୟ ବିବରଣୀ 6:17-18 ପଦ ଯଦି ଆମେ ପଢୁ, ସେ ଲେଖାଯାଏ ସମସ୍ତ ପ୍ରକାର ଅସୁଚିତାରୁ ଦୂରରେ ରୁହ। ଆମମାନଙ୍କ ଜୀବନରେ ଯଦି ଅସୁଚିତା ଅଛି, ତାହେଲେ ସେଇଠୁ ଆମେ କଣ ହେବାକୁ ପଡିବ? ପୃଥକୀକୃତ ହେବାକୁ ପଡିବ। ଯଦି ପୃଥକୀକୃତ ହଉ, ତାହେଲେ ଆମେ ପବିତ୍ର ଜୀବନ ଯାପନ କରିବା। ପବିତ୍ର ଜୀବନ ଯାପନ ଯଦି କରୁ, ଆମେ ପ୍ରଭୁଙ୍କ ଲୋକ ବୋଲି ଆମେ ପ୍ରକାଶିତ ହେବା। ନିଜକୁ କହିପାରିବା ମୁଁ ଜଣେ ପ୍ରଭୁଙ୍କର ଲୋକ ବୋଲିକି। ତାପରେ ଆମେ ଦେଖୁଛୁ ଯେ ଲୁକ 12:15 ପଦ ଟିକେ ପଢି ଦିଅନ୍ତୁ। ଲୁକ 12:15। ପୁଣି ପୁଣି ସେ ସେମାନଙ୍କୁ କହିଲେ, ସାବଧାନ, ସମସ୍ତ ପ୍ରକାର ଲୋଭରୁ ଆପଣା ଆପଣାକୁ ଦୂରରେ ରଖ, କାରଣ ଜଣେ ଲୋକର ଜୀବନ ତାହାର ସମ୍ପତ୍ତିର ପ୍ରାଚୁର୍ଯ୍ୟ
ଉପରେ ନିର୍ଭର କରେ ନାହିଁ। ଏଇଠି ଆମେ ଦେଖୁ ସମସ୍ତ ପ୍ରକାର ଲୋଭ ତା ପ୍ରାଚୁର୍ଯ୍ୟରେ ନିର୍ଭର, ସମସ୍ତ ପ୍ରକାର ଲୋଭରୁ ଆମେ କଣ ହେବାକୁ ପଡିବ? ଦୂରରେ ରହିବ। ସାବଧାନ, ପ୍ରଭୁ କହୁଛନ୍ତି ସାବଧାନ। ଯଦି ତୁମେ ମୋର ଲୋକ ହେବା ପାଇଁ, ତେଣୁ ସେ କହୁଥିଲେ ଆମର ଲୋକ ହେବା ପାଇଁ ହେଲେ ତୁମେ କଣ ହେବାକୁ ପଡିବ? ଇସ୍ରାଏଲ ମାନଙ୍କୁ ପବିତ୍ରୀକୃତ ହେବାକୁ ପଡିବ, ପୃଥକୀକୃତ ହେବାକୁ ପଡିବ। ଯଦି ଏ ପୃଥକୀକୃତ, କୋଉଠି ଆମେ ପୃଥକୀକୃତ ହେବା? ସମସ୍ତ ପ୍ରକାର ଲୋଭରୁ ଆମେ କଣ ହେବାକୁ ପୃଥକୀକୃତ ହେବାକୁ ପଡିବ। ତାହେଲେ ଆମେ ପବିତ୍ର ଜୀବନ ଯାପନ କରିପାରିବା। ସେ ହେଉଛନ୍ତି ପବିତ୍ର, ଆମମାନଙ୍କ ସୃଷ୍ଟିକର୍ତ୍ତା ପବିତ୍ର। ଆମେ ଯେ ପ୍ରକାର ପବିତ୍ର ତୁମେ ସେ ପ୍ରକାର ପବିତ୍ର ହବ। ଆମମାନଙ୍କର ଆହ୍ୱାନ କର୍ତ୍ତା ପବିତ୍ର, ଆମେ ତାହାର ସନ୍ତାନ, ତା ଆଜ୍ଞା ସନ୍ତାନ ପରେ ଆମେ କଣ ପବିତ୍ରତାର ଆଚରଣ କରିବାର ଆବଶ୍ୟକତା ରହିଛି। ତେଣୁ ଏଇଠି ଆମେ ଦେଖୁଛୁ ସମସ୍ତ ପ୍ରକାର ଲୋଭରୁ ଆମେ ଦୂରେଇ ରହି। ତେଣୁ ପ୍ରଭୁ କହୁଛନ୍ତି ସାବଧାନ, ସାବଧାନ। ତୁମେ ଯଦି ମୋର ଲୋକ ହେବାକୁ ଇଚ୍ଛା ହଉଛି, ସମସ୍ତ ପ୍ରକାର ଲୋଭରୁ, ପାଚୁତ୍ୟତାର ଲୋଭରୁ, ମୋହ ମାୟା ଆନନ୍ଦ ସବୁ ପ୍ରକାର ଅଛି, ସେଇ ପ୍ରକାର ଠାରୁ କଣ ହେବାକୁ ପଡିବ? ଦୂରେଇ ଯିବାକୁ ପଡିବ। ସମସ୍ତ ପ୍ରକାର ଲୋଭରୁ ନିଜକୁ ଦୂରେଇ ରଖିବାକୁ ପଡିବ। ତାପରେ ଆମେ ଦେଖ ଯାତ୍ରା ତାର 23:7 ଲେଖା ହେଇଛି ଯେ ମିଥ୍ୟା ଆଚରଣରୁ ଆମେ ଯୋଉ ପ୍ରକାର ମିଥ୍ୟା କହୁଛୁ, ମିଥ୍ୟାରୁ ଆପଣାକୁ ଦୂରରେ ରଖ। ଆମମାନଙ୍କର 10 ଆଜ୍ଞା ମଧ୍ୟ ପ୍ରକାଶ କରେ। ତା ପ୍ରକାଶିତ 21:8 ମଧ୍ୟ ଲେଖାଯାଇଛି ଯେ ମିଥ୍ୟାରୁ ତୁମେ କଣ? ଦୂରେଇ ରୁହ। ମିଥ୍ୟାରୁ ଦୂରେଇ ରୁହ, ମିଥ୍ୟାରୁ ଦୂରେଇ ରୁହ। ଆମମାନଙ୍କ ପ୍ରତ୍ୟେକ କାର୍ଯ୍ୟ, ପ୍ରତ୍ୟେକ କଥାବାର୍ତ୍ତା, ଅନେକ ସମୟରେ ଅନେକ ମିଥ୍ୟା କଥା ଆମମାନଙ୍କ ମଧ୍ୟରେ ପ୍ରକାଶିତ ହେଇଥାଏ। ଅନେକ ସମୟରେ ଆମେ ମିଛ କଥା ପ୍ରକାଶ କରିଥାଉଛୁ, କିନ୍ତୁ ତାହାର ପବିତ୍ରତାର ଜୀବନ ନାହିଁ। ତାହା ପ୍ରଭୁଙ୍କ ଲୋକ ପାଖରେ ସେ ମିଥ୍ୟା ନଥିବ, ପବିତ୍ର ଲୋକ ପାଖରେ ମିଥ୍ୟା ନାହିଁ। କିନ୍ତୁ ଆମମାନଙ୍କର ନିଜର ସ୍ୱାର୍ଥ ପାଇଁ ନିଜେ କେମିତି ଲାଭବାନ ହେଇପାରିବା, ସେଥି ନିମନ୍ତେ ଅନେକ ସମୟରେ ଆମେ କଣ କରୁଛୁ? ମିଥ୍ୟାର ବ୍ୟବହାର କରିଥାଉ। ତେଣୁ ଏଠି ପ୍ରଭୁ କହୁଛନ୍ତି ମିଥ୍ୟାରୁ ତୁମେ କଣ? ପୃଥକୀକୃତ ହୁଅ। ତାପରେ ପ୍ରଥମ କରନ୍ତି 6:18 ଯଦି ଆମେ ପଢୁ, ସେ ଲେଖା ହେଇଛି ବ୍ୟଭିଚାରରୁ ତୁମେ କଣ? ଦୂରେଇ ରୁହ। ଆମମାନଙ୍କ ମଧ୍ୟରେ ସମସ୍ତ ଆମେ ଭାବୁଛୁ ବ୍ୟଭିଚାର ବୋଲି, ଆମର ଦୃଷ୍ଟି ମଧ୍ୟ ଯଦି ଭଙ୍ଗୀ ଅଲଗା ହୁଏ, ତାହେଲେ ମଧ୍ୟ ତାହା ମଧ୍ୟ ଗୋଟେ ବ୍ୟଭିଚାର। ତେଣୁ ଏଇ ସମସ୍ତ ରୁ ତୁମେ କଣ କର? ଦୂରେଇ ରୁହ। ଏଇଠି ଆମେ ଦେଖୁଛୁ କରନ୍ତି ମଣ୍ଡଳୀକୁ ପ୍ରେରିତ ପାଉଲ ଲେଖୁଛନ୍ତି ଯେ ବ୍ୟଭିଚାର ତୁମେ ଦୂରେଇ ରୁହ। ପବିତ୍ରତାର ଜୀବନ, ମୋର ପ୍ରଭୁଙ୍କ ଲୋକ ହେବା ପାଇଁ ହେଲେ ତୁମେ କଣ? ବ୍ୟଭିଚାର ମଧ୍ୟ କଣ? ଦୂରେଇ ରହିବାର ଆବଶ୍ୟକ, ପୃଥକୀକୃତ ଜୀବନ ଯାପନ କରିବାର ଆବଶ୍ୟକତା ରହିଛି। ତାପରେ ପ୍ରଥମ ଥେସଲୋନିକେ 5:22 ଯଦି ଆମେ ଦେଖୁ ଯେ ଯୋଉ ସମସ୍ତ ବିଷୟ ଲେଖାଯାଇଛି, ସେଇ ମନ୍ଦତାରୁ ଆମେ କଣ ହେବାକୁ ରହିବ? ପୃଥକୀକୃତ ହେବା ଦରକାର। ଯଦି 19-22 ପର୍ଯ୍ୟନ୍ତ ଯଦି ଆମେ 19ରୁ ପଢିକି ଯାଉଛୁ, 5:22 ଟିକେ ପଢି ଦିଅନ୍ତୁ। ପ୍ରଥମ ଥେସଲୋନିକେ 5:22। ସମସ୍ତ ପ୍ରକାର ମନ୍ଦ ଠାରୁ ପୃଥକ ହୋଇଥାଅ। ସମସ୍ତ ପ୍ରକାର ମନ୍ଦ ଠାରୁ ପୃଥକ ହେଇଥାଅ। ଯଦି ଆମେ ପ୍ରଭୁଙ୍କ ଲୋକ ବୋଲିକି ନିଜକୁ ପରିଚିତ କରିବା ପାଇଁ ଯଦି ଚାହୁଁଛୁ, ଆମେ ପ୍ରଭୁଙ୍କ ଲୋକ ବୋଲି ଯଦି ଆମେ ନିଜେ ଅନୁଭବ କରିପାରୁଛୁ, ତାହେଲେ ସମସ୍ତ ମନ୍ଦରୁ ଆମେ କଣ? ପୃଥକ ହେଇ ରହିବା ଦରକାର, ପୃଥକ ହେଇ ରହିବା ଦରକାର। ତାପରେ ଜିରିମିୟ 2:19 ଲେଖା ହେଇଛି ସମସ୍ତ ପ୍ରକାର ମନ୍ଦ ଓ ତିକ୍ତତାରୁ କଣ? ତୁମେ ଦୂରେଇ ରୁହ, ଦୂରେଇ ରୁହ। ତାପରେ ଗଣନା 16:21 ଯଦି ଆମେ ପଦ ପଢୁ, ସେଠି ଲେଖା ହେଇଛି ଦୁଷ୍ଟ ମାନଙ୍କ ଠାରୁ କଣ? ଦୂରେଇ ରୁହ। ଦୁଷ୍ଟ ମାନଙ୍କ ଠାରୁ ଆମେ ଦୂରେଇ ରହିବା ଦରକାର। ତେଣୁ ଦାଉଦ ସେ ପ୍ରଥମେ ଲେଖିଲେ, ଯେତେବେଳେ ସେ ଲେଖା ଆରମ୍ଭ କରୁଛନ୍ତି, ଗୀତ ସଂହିତା 1:1 ଲେଖା ଯାଇଛି ତୁମେ ଦୁଷ୍ଟ ମାନଙ୍କ ମନ୍ତ୍ରଣାରେ ଚାଲ ନାହିଁ, କିମ୍ବା ପାପୀ ମାନଙ୍କ ମାର୍ଗରେ ଠିଆ ନାହିଁ, କିମ୍ବା ନିନ୍ଦକ ମାନଙ୍କ ସଭାରେ ବସ ନାହିଁ। ସେ ପ୍ରଥମେ ଯେତେବେଳେ ସେ ଆରମ୍ଭ କରୁଛନ୍ତି, ଗୀତ ସଂହିତା 1:1 ଲେଖା ଯାଇଛି, ତେଣୁ ଦୁଷ୍ଟ ମାନଙ୍କ ଠାରୁ ଆମେ କଣ କରିବା? ଦୂରେଇ ରହିବା ଆବଶ୍ୟକତା ରହିଛି। ଯଦି ଆମେ ଦୁଷ୍ଟ ମାନଙ୍କ ଠାରୁ ଦୂରେଇ ରହୁ, ତାହେଲେ ଆମେ କଣ କରିବା? ପବିତ୍ର ଜୀବନ ଯାପନ କରିବା। ତେଣୁ ସେ କହୁଛନ୍ତି ତୁମେ ପବିତ୍ର ହୁଅ, ମୁଁ ଯେ ପ୍ରକାର ପବିତ୍ର ତୁମେ ପବିତ୍ର ହୁଅ। ମୋର ଲୋକ ହେବାକୁ ହେଲେ ତୁମେ କଣ? ପୃଥକୀକୃତ ଯିବ।
तेणु आम प्रथम पढ़ुते लेवी पुस्तक मोर लोक हेबाकु थिले तुमे कौन पृथकीकृत जीवन यापन करने आज आम आम जीवन रे ए समस्त ठारू आम पृथकीकृत अच्छु कि पृथकीकृत अच्छु कि तेणु से गोटे सुंदर कथा ये लिखिले जे पुणी तुम मैंने आंब उद्देश्य पवित्र हेब कारण आंबे सदा प्रभु पवित्र टू आउ तुम मैंने जेपरि आंबूर हेब मोर लोक हो पारिबो सेथि एथिपाई आंबे अन्य लोक ठार तुम मान कौन करवा पृथक करियछु आम से पृथक कर आम पृथक हेचु कि आम निजे पृथक हेचु कि प्रथम देखलु जे तांको लोक हेबा पाए आमे कौन करबा पवित्र जीवन यापन करबा एवं अन्य लोक ठारू आम पृथकीकृत हेबा पृथकीकृत हेबा आमे तापरे आमे देखिबा जे द्वितीय पॉइंट आमे देखिबा जे ख्रीष्टन सहित क्रूसरे हत हेबा जदि आमे प्रभुंको लोक हेबा पाए हेले ख्रीष्ट आम सहित कौन ख्रीष्टन सहित आमे क्रूसरे हत हेबा पड़िबो जाकि गालातिया 2:20 पद के जदि पढ़ी दियंतु ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି। ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋ ଠାରେ ଜୀବିତ ଅଛନ୍ତି। ପୁଣି ମୁଁ ମୁଁ ପଢ ଶରୀରରେ ଥାଇ ବର୍ତ୍ତମାନ ଯୋଉ ଜୀବନ ଯାପନ କରୁଅଛି ତାହା ବିଶ୍ୱାସରେ, ଅର୍ଥାତ୍ ଈଶ୍ୱରଙ୍କ ଯୋଉ ପୁତ୍ର ମତେ ପ୍ରେମ କରି ମୋ ନିମନ୍ତେ ଆପଣଙ୍କୁ ଉତ୍ସର୍ଗ କଲେ ତାହାଙ୍କ ଠାରେ ବିଶ୍ୱାସ କରି ଯାପନ କରୁଅଛି। ଧନ୍ୟବାଦ ସେ ଏଇଠି ମୁଁ ଦେଖ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହେଇଛି ଜଣଙ୍କର ଆଚରଣ କଣ ଜଣେ ଯଦି ମରି ଯାଇଛି ତାକୁ କାଟିଦେଲେ ମତେ କଣ ହଉଛି ସେ ଜାଣିପାରିବନି ତାକୁ ହାଣିଦେଲେ ମତେ ଜାଣିପାରିବ ନାହିଁ ଯେହେତୁ ସେ କ୍ରୁଶରେ ସେ କଣ ହେଇଯାଇଛି ହତ ହେଇଯାଇଛି ମୃତ ହେଇଯାଇଛି ସେ କାହା ସହିତ ଜୀବିତ ଅଛନ୍ତି ଖ୍ରୀଷ୍ଟଙ୍କ ସହିତ ଜୀବିତ ଅଛନ୍ତି ଆମେ ଜଗତ ପ୍ରତି ମୃତ ହେଇଯିବା ଦରକାର ଜଗତ ପ୍ରତି ଆମେ ମୃତ ହେବା ଆବଶ୍ୟକ ଆମେ ଖ୍ରୀଷ୍ଟଙ୍କ ସହିତ ଜୀବିତ ହେବା ଦରକାର ଯଦି ଆମେ ଖ୍ରୀଷ୍ଟଙ୍କ ସହିତ ଜୀବିତ ଅଛୁ ତାହେଲେ ଆମେ ପ୍ରଭୁଙ୍କ ଲୋକ ବୋଲିକି ଆମେ କଣ ହେବା ଚିହ୍ନା ଯିବା ଆମେ ଖ୍ରୀଷ୍ଟିଆନ ବୋଲି କହୁଥିବା ଆମର ଆଚରଣ ଭଲ ନଥିବ ଆମର କଥାବାର୍ତ୍ତା ଭଲ ନଥିବ ଆମେ ଖ୍ରୀଷ୍ଟ ଯଦି ଆମମାନଙ୍କ ଜୀବନରେ ଜୀବିତ ଅଛନ୍ତି ଆମେ ଜଗତ ପାଇଁ ମୃତ ହେଇଯାଉଛୁ କ୍ରୁଶରେ ଆମେ ହତ ହେଉଛୁ ଏବଂ ସେ ପ୍ରେରିତ ପୌଲ କଣ ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି ମୁଁ ଆଉ ଜୀବିତ ନୁହେଁ ଜଗତ ପାଇଁ ସେ ଆଉ ଜୀବିତ ନାହିଁ ସେ ଖ୍ରୀଷ୍ଟଙ୍କ ସହିତ ସେ କଣ ଅଛନ୍ତି ଜୀବିତ ହେଇ ଅଛନ୍ତି ଆଜି ଆମମାନଙ୍କ ଜୀବନରେ ପ୍ରେରିତ ପୌଲଙ୍କର ଏଇ ଉତ୍ତମ ଶିକ୍ଷା ପରାମର୍ଶ ଆମମାନଙ୍କ ଜୀବନରେ ଆମେ ଜଗତ ପାଇଁ ମୃତ ହେଇଛୁ କି ଖ୍ରୀଷ୍ଟଙ୍କ ସହିତ ଆମେ ଜୀବିତ ହେଇ ରହିଛୁ କି ଯଦି ଖ୍ରୀଷ୍ଟଙ୍କ ସହିତ ଜୀବିତ ରହିଛୁ ତାହେଲେ ଏ ଯୋଉ ସମସ୍ତ ପାପରୁ ସମସ୍ତ ଅଧର୍ମତାରୁ ସମସ୍ତ ମନ୍ଦତାରୁ ଆମେ କଣ ହେଇପାରୁ ପୃଥକୀକୃତ ହେଇପାରିବା ପୃଥକ ଗାଲାତିୟ 6:14 ଟିକେ ପଢି ଦିଅନ୍ତୁ ଗାଲାତିୟ 6:14 କିନ୍ତୁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶ ବ୍ୟତୀତ ଆଉ କାହିଁରେ ଦର୍ପ କରିବା ମୋ ଠାରୁ ଦୂରେ ଥାଉ ତାହାଙ୍କ ହୁଁ ଦ୍ୱାରା ଜଗତ ମୋ ପ୍ରତି ଓ ମୁଁ ଜଗତ ପ୍ରତି କ୍ରୁଶରେ ହତ ହୋଇଅଛି। ଜଗତ ପ୍ରତି ମୁଁ କୃଷରେ ହତ ହେଇଛି କୋଉଠି ମୁଁ ଦର୍ପ କରୁନି ମୋ ଦର୍ପ ହଉଛି ସେ କୃଷ ଆମେ କୃଷରେ ଆମେ କେମିତି ଦର୍ପ କରୁ ଜଗତର ନାନା ପଦ ପଦବୀ ନାନା ପ୍ରକାର କାର୍ଯ୍ୟ ନାନା ପ୍ରକାର ସମ୍ମାନର ସହିତ ପ୍ରଭୁ ଯଦି ଆଶୀର୍ବାଦ କରୁଛନ୍ତି ଧନବାନ ଯଦି ହେଇଯାଉଛି ସେଇଠି ଆମେ ଆସିଲେ ଯଦି ବଳ ଅଛି ବଳ ସକାଶେ ନାହିଁ ଧନ ଅଛି ଧନ ସକାଶେ ଆମେ ଦର୍ପ କରିବା ନାହିଁ କୃଷର ପାଇଁ ଦର୍ପ କରିବା ଯେ ମୁଁ କୃଷରେ ହତ ଅଛି ପ୍ରଭୁ ମୋ ପାଇଁ ସେ କୃଷରେ ହତ ହେଇଥିଲେ ମୁଁ ମତେ କୃଷ ତାଙ୍କ ନିମନ୍ତେ କୃଷରେ ହତେଇବି ସେ ଦୁଃଖ ଅଛି କଷ୍ଟ ଅଛି ଅଭାବ ଅଛି ଅନାଟନ ଅଛି କୃଷର ସହିତ ମରିବା ଅଛି ସେ ସମସ୍ତ ପ୍ରକାର ଅଭାବ ଅନାଟନ ନିନ୍ଦା ତାଡନା ସବୁ ପ୍ରକାର ଦେଇକି ଆମେ ଗତି କରିବାକୁ ପଡିବ ସେଇଠି ଯାଇକି ଆମେ ପ୍ରଭୁଙ୍କର ଲୋକ ହେଇପାରିବା ତେଣୁ ଏଠି କହିଲେ ତୁମେ ମାନେ ଯେପରି ଆମ୍ଭର ଲୋକ ହବ ସେଥିପାଇଁ ଏଥିରୁ କଣ ହେବ ତୁମେ ପୃଥକୀକୃତ ହୁଅ ପରମେଶ୍ୱର ଇସ୍ରାଏଲ ସନ୍ତାନ ମାନଙ୍କୁ କହୁଛନ୍ତି ଆଜି ଆମକୁ ମାନଙ୍କୁ କହୁଛନ୍ତି ତୁମେ ଯଦି ଆମର ଲୋକ ହେବା ପଡେ ଆମେ ଯଦି ପରମେଶ୍ୱରଙ୍କ ଲୋକ ହଉଛୁ ତାହେଲେ ଏ ସମସ୍ତ ଠାରୁ ଆମେ କଣ ହେବାକୁ ପଡିବ ପୃଥକୀକୃତ ହେବା ଆବଶ୍ୟକତା ରହିଅଛି ରୋମୀ 6:11 ଟିକେ ପଢି ଦିଅନ୍ତୁ
ରୋମୀ 6:11। ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆପଣା ଆପଣାକୁ ପାପ ପ୍ରତି ମୃତ କିନ୍ତୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଥାଇ ଈଶ୍ୱରଙ୍କ ପ୍ରତି ଜୀବିତ ବୋଲି ଗଣନା କର। ପାପ ପ୍ରତି ମୃତ, ତାପରେ ଆମେ ଜୀବିତ ମାନଙ୍କ ମଧ୍ୟରେ ତାଙ୍କର ଅନୁଗ୍ରହର ଦାନରେ ଅନୁଗ୍ରହରେ ଆମେ ଜୀବିତ ଅଛୁ ବୋଲିକି ନିଜେ ଅନୁଭବ କରିବାକୁ ପଡିବ। ତେଣୁ ଆମେ ପ୍ରଭୁଙ୍କ ଠାରେ ସେଇ କୃଷରେ ଆମେ ହତ ହବାର ଆବଶ୍ୟକତା ଅଛି। ତେଣୁ ଆମେ ଦ୍ୱିତୀୟ ପଏଣ୍ଟରେ ଖ୍ରୀଷ୍ଟଙ୍କ ସହିତ କୃଷରେ ହତ ହବା, ତାହେଲେ ଯାଇକି ଆମେ ପ୍ରଭୁଙ୍କ ଲୋକ ବୋଲି ଆମେ ପ୍ରକାଶିତ ହେବା। ଲୋକ ବୁଝିପାରିବେ, ଲୋକ ଜାଣିପାରିବେ। ଆମେ ଉପାସନାକୁ ଯିବା ଆସିବା, ଦାନ ଦେବା, ଏଇଠି ପ୍ରଭୁଙ୍କର ଲୋକ ହେଇପାରେ। ଏ ଜୁମରେ ଯୋଗ ଦେଇଦେଲେ ଆମେ ପ୍ରଭୁଙ୍କ ଲୋକ ହେଇଯିବା ପାଇଁ ନାହିଁ। ଆମେ କୃଷରେ ଆମେ ହତ ହେବା ଆବଶ୍ୟକତା। ଆମେ ତୃତୀୟ ପଏଣ୍ଟ ଦେଖିବା ଯେ ଜଗତର ସବୁ ଆମେ ଅବର୍ଜନା ସ୍ୱରୂପ ନିଜକୁ ଅନୁଭବ କରିବା ଦରକାର। ଅବର୍ଜନା, ଏ ଜଗତର ସମସ୍ତ କାର୍ଯ୍ୟ ଗୋଟେ ଅବର୍ଜନାକୁ ଯେମିତିକି ଆମେ ଅବର୍ଜନା ଗୋଟେ ଭାବୁଛୁ, ତେଣୁ ଜଗତର କାର୍ଯ୍ୟ କଣ ସେଇ ପ୍ରକାର ଗୋଟେ ଅବର୍ଜନା ସ୍ୱରୂପ ଆମେ ନେବା ଦରକାର। ଯାହାକି ଫିଲିପ 3:7-8 ଟିକେ ପଢି ଦିଅନ୍ତୁ। କିନ୍ତୁ ଫିଲିପି ଯାହା 3। ମୋ ପକ୍ଷରେ ଲାଭଜନକ ଥିଲା ସେ ସବୁ ମୁଁ ଖ୍ରୀଷ୍ଟଙ୍କ ନିମନ୍ତେ କ୍ଷତିଜନକ ବୋଲି ଗଣ୍ୟ କରୁଅଛି। ହଁ, ପ୍ରକୃତରେ ମୁଁ ମୋର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ନିମନ୍ତେ ସମସ୍ତ ବିଷୟ କ୍ଷତିଜନକ ବୋଲି ଗଣ୍ୟ କରେ। ତାହାଙ୍କ ନିମନ୍ତେ ମୁଁ ସମସ୍ତ ବିଷୟର କ୍ଷତି ସହ୍ୟ କଲି, ପୁଣି ସେ ସବୁ ଆବର୍ଜନା ସ୍ୱରୂପ ଗଣ୍ୟ କରେ, ଯେପରି ମୁଁ ଖ୍ରୀଷ୍ଟଙ୍କୁ ଲାଭ କରିପାରେ ଓ ତାହାଙ୍କର ବୋଲି ଜଣାଯାଏ। ତାହାଙ୍କର ବୋଲି ଜଣାଯିବା ନିମନ୍ତେ ଖ୍ରୀଷ୍ଟଙ୍କୁ ଯେ ପ୍ରକାର ମୁଁ ଲାଭ କରିପାରିବି, ସେଥିପାଇଁ ଜଗତର ସେ ସବୁକୁ କଣ ଅବର୍ଜନା ସ୍ୱରୂପ ମୁଁ କଣ କଲେ ଗଣ୍ୟ କରେ। ପ୍ରଭୁଙ୍କର ଦାସ ଦାସୀ ଏଇଠି ଆମେ ଦେଖୁଛୁ ଫିଲିପ ମଣ୍ଡଳ କେତେ ସୁନ୍ଦର କଥା ଲେଖୁଛନ୍ତି ଯେ କିନ୍ତୁ ଯାହା ସବୁ ମୋ ପକ୍ଷରେ ଲାଭଜନକ ଥିଲା, ଜଗତର ସବୁ ଜିନିଷ ଲାଭଜନକ, ଆମର କ୍ଷତି ବିଷୟ କିଛି ନାହିଁ। ଜଗତର ମୋହ ମାୟା ଆନନ୍ଦ ଖୁସି ବାସି କେତେ ପ୍ରକାର ରହିଛି, କିନ୍ତୁ ସେ ସବୁ ମୁଁ ଖ୍ରୀଷ୍ଟଙ୍କ ନିମନ୍ତେ କ୍ଷତିଜନକ ବୋଲି ଗଣ୍ୟ କରୁଅଛି। ଏ ସମସ୍ତ ଜଗତର ମୋହ ମାୟା, ଏ ଆନନ୍ଦ, ଏ ସବୁ କିଛି ଖ୍ରୀଷ୍ଟଙ୍କ ନିମନ୍ତେ ଏଇଟା ହଉଛି ମୋର ପାଇଁ କ୍ଷତିଜନକ ବୋଲି ମୁଁ ମନେ କରୁଅଛି ବୋଲି କହୁଛନ୍ତି। ହଁ, ପ୍ରକୃତରେ ମୋର ପ୍ରଭୁ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ନିମନ୍ତେ ସମସ୍ତ ବିଷୟ କ୍ଷତିଜନକ ବୋଲି ମୁଁ ଗଣ୍ୟ କରେ। ତାହାଙ୍କ ନିମନ୍ତେ ମୁଁ ସମସ୍ତ ବିଷୟ କ୍ଷତି ସହ୍ୟ କରେ। ଆମମାନଙ୍କ ଜୀବନରେ କ୍ଷତି ଆସିବ, ଦୁଃଖ ଆସିବ, କଷ୍ଟ ଆସିବ, ଯାତନା ଆସିବ, ଅଭାବ ଆସିବ, ଅନାଟନ ଆସିବ, ଆଉ ସେ ସବୁକୁ ଆମେ ସହ୍ୟ କରୁ। ତେଣୁ ସେ କହୁଛନ୍ତି ମୁଁ କ୍ଷତିକୁ ସହ୍ୟ କଲି, ପୁଣି ସେଇ ସବୁ ଅବର୍ଜନା ସ୍ୱରୂପ ଗଣ୍ୟ କରେ। ଏ ଜଗତର ସବୁ କିଛି କି ଗୋଟେ ଅବର୍ଜନା ବୋଲି ସମସ୍ତେ ଆମେ ବୁଝିପାରୁଛୁ, ଯାହାକି ଆମେ ଅଦରକାରୀ ଜିନିଷ ଯାକ ଯୋଉଟାକି ଫିଙ୍ଗା ଫାପଡା ଦେଇକି ଆମେ ଫିଙ୍ଗି ଦେଇଥାଉ, ଯୋଉଟା କି ଅପରିଷ୍କାର ଭାବେ ରହିଥାଏ। ଏଇଟା ଅବର୍ଜନା ସେଠି ହେଇଛି, ସେ ପାଖକୁ ଯାଆନା ବୋଲି ଆମେ କହନ୍ତି। କିନ୍ତୁ ଆମେ ଜଗତରେ ସେଇଟାକୁ ଭାବିବାକୁ ପଡିବ ଯେ ସମସ୍ତ ବିଷୟ ହଉଛି ଅବର୍ଜନା। ଏ ଜଗତର ସୁଖ ହଉଛି ଅବର୍ଜନା, ଏ ଜଗତର ସମସ୍ତ ମୋହମାୟା ହଉଛି ଅବର୍ଜନା। ଏ ସବୁ କିଛି ଆମ ପାଇଁ ଗୋଟେ ଅବର୍ଜନା ସ୍ୱରୂପ ବୋଲି ଆମର ଦୃଷ୍ଟିକୁ ଆସିବାକୁ ପଡିବ। ଯଦି ଆମେ ସବୁଥିରୁ ଆମେ ନିଜକୁ ପୃଥକିତ ଜୀବନ ଯାପନ କରୁ, ଆଉ ପ୍ରଭୁଙ୍କ ଠାରେ କୃଷରେ ଯଦି ହତ ହଉ, ତାହେଲେ ଏ ସମସ୍ତ ବିଷୟ ଅବର୍ଜନା ବୋଲି ଆସିବେ। ଆଉ ଏ ସମସ୍ତ ଯଦି ଆମେ ଧରି ରଖିଛୁ, ସମସ୍ତ ବିଷୟ ଯଦି ପାପ ମନ୍ଦ ସବୁ କିଛି ଆମ ମାନଙ୍କ ମଧ୍ୟରେ ଯଦି ଅଛି, କେବେ ସେଟା ଅବର୍ଜନା ଦେଖାଯିବନି। ଆମ ମାନଙ୍କ ପାଇଁ ସ୍ୱର୍ଗ ସୁଖ ଲାଗିବ। ଜଗତର ସମସ୍ତ ବିଷୟ ଆମକୁ କଣ ସ୍ୱର୍ଗ ସୁଖ ଆନନ୍ଦ ଦେବ, ଖୁସି ଦେବ। କିନ୍ତୁ ଯଦି କୃଷରେ ଆମେ ହତ ହେଇଛୁ, ଆମେ ଖ୍ରୀଷ୍ଟ ମାନଙ୍କ ସହିତ ଯଦି ଜୀବିତ ଅଛି, ଏ ସମସ୍ତ ଆମ ପାଇଁ କଣ ଗୋଟେ ଅବର୍ଜନା ସ୍ୱରୂପ ଅବର୍ଜନା ପରି ଲାଗିବ। ତା 3:12 ଟିକେ ପଢି ଦିଅନ୍ତୁ। ସେ ଫିଲିପ 3:12। ମୁଁ ଯେ ଏବେ ସେହି ସମସ୍ତ ପ୍ରାପ୍ତ ହୋଇଅଛି ଅବା ସିଦ୍ଧି ଲାଭ କରିଅଛି ତାହା ନୁହେଁ, କିନ୍ତୁ ମୁଁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଧୃତ ହୋଇଥିବାରୁ ତା ଧରିବା ପାଇଁ ଦୌଡୁଅଛି। ଦେଖନ୍ତୁ, ସେ ଯେତେ ପ୍ରେରିତ ପାଉଲ ଏତେ ବଡ କ୍ଷତି ସହିକି, ଜଗତର ସବୁ କିଛି ଅବର୍ଜନା, ସେ କୃଷରେ ହତ ହେଇକି
हैं से जीशु तांकोठारे जीवित थाई कि मध्य से गुटे कथा कहूँ मु समस्त प्रकार सिद्ध होती भावी पार ना आमे टिके उपासना करदेले भावुच बापरे केते विषय हो गला आमे जदि पदपे मंडल पद पदवी जदि पाई दूची बापरे मो प्रभु एते सुंदर व्यवहार होचे प्रभु मते एते सुंदर भाव व्यवहार कर यही प्रकार आम भाषा आम पार्टी बाहरी थाए किंतु ये देखु समस्त प्राप्त होइछि अबा सिद्ध लाभ करिछि ताहा नुहे किंतु मु ख्रीष्टଙ୍କ ଯୀଶୁଙ୍କ ଦ୍ୱାରା ଦୂତ ହୋଇଥିବା ତାହା ଧରିବା ପାଇଁ କଣ ଅଛି ଦୌଡ଼ି ଅଛି ଆମେ ପାଦେ ପାଦେ ପକେଇ ଦେଇକି ଆମେ ଭାବୁଛୁ ଆମେ କେତେ ସବୁ ସେ ଜନକୁ ସେ ଆମର ଏଇଠି ଅଛି କୋଉଠି ଦ୍ୱିତୀୟ ଶ୍ରେଣୀରେ ପାଠ ବହିରେ ଥିଲେ ଆମେ ଚନ୍ଦ୍ରକୁ ଧରି ପକେଇଲୁ ବୋଲିକି ମାଙ୍କଡ ମାନେ ଯେ ପ୍ରକାର ଭାବୁଥିଲେ ସେଇ ପ୍ରକାର ଆମେ ଭାବି ଦଉଛୁ ଯେ ଆମେ ଏତିକିରେ ହେଇଗଲା ଆମର ଯଥେଷ୍ଟ ହେଇଗଲା ମୋ ପ୍ରଭୁଙ୍କ ପାଇଁ ଏତେ ପ୍ରଭୁ ମତେ ଏତେ ସୁନ୍ଦର ଭାବେ ବ୍ୟବହାର କରୁଛନ୍ତି କାହାକୁ ହେଲେ କହିଦେବା କେମିତି ଅଛ ନାଇଁ ପ୍ରଭୁ ମତେ ବହୁତ ଭଲ ଭାବେ ବ୍ୟବହାର କରୁଛନ୍ତି କିନ୍ତୁ ଏଇ ପାଉଲଙ୍କ କଥା ମୁଁ ସେଥିପାଇଁ ଦୌଡୁଛି ସେଟା ସେଠି ପହଞ୍ଚିବା ପାଇଁ ମୁଁ ଦୌଡୁଛି ସେ ଚାଲୁ ମଧ୍ୟ ନା ମୁଁ ଦୌଡୁଛି ଦୌଡ଼ିବାଟା ହଉଛି ପରିଶ୍ରମ ଏ ପ୍ରକାର ପରିଶ୍ରମରେ ସେ ଦୌଡୁଛନ୍ତି ଆମମାନଙ୍କ ଜୀବନରେ ଆମେ ପ୍ରଭୁଙ୍କ ପାଇଁ ଦୌଡୁଛୁ କି ଆମେ ଟିକେ ପାଇଗଲେ ମୁଁ ପ୍ରଭୁଙ୍କ ଲୋକ ଆମମାନଙ୍କ ଜୀବନରେ ଆମେ ଏହା ଅନୁଭବ କରିଥାଉ ତେଣୁ ଏଇଠି ଦେଖୁଛୁ ଯେ ଆମେ ପ୍ରଭୁଙ୍କ ଲୋକ ହେବା ପାଇଁ କଣ କରିବା ଉଚିତ ମୋର ପ୍ରଥମ ପଏଣ୍ଟ ଥିଲା ଯେ ପ୍ରଭୁଙ୍କ ଲୋକ ହେବା ପାଇଁ ଆମେ କଣ କରିବା ଉଚିତ ଆମେ ପବିତ୍ର ହେବା ଆବଶ୍ୟକତା ସମସ୍ତ ପ୍ରକାର ପାପରୁ ଅଧର୍ମତାର ଅସୁଚିତାରୁ ବ୍ୟବଚାରରୁ ସବୁଠାରୁ କଣ ହେବା ପୃଥକୀକୃତ ହେବା ଦରକାର ଦୁଷ୍ଟ ମାନଙ୍କ ଠାରୁ ପୃଥକୀକୃତ ହେବା ଦରକାର ତାପରେ ଦ୍ୱିତୀୟରେ ଆମେ ଖ୍ରୀଷ୍ଟଙ୍କ ସହିତ କୃଷରେ ହତ ହେବା ଆବଶ୍ୟକତା ଆଉ ଏ ଜଗତର ସବୁ କିଛି ଆମମାନଙ୍କୁ ଗୋଟେ ଅବର୍ଜନା ସଦୃଶ ଆମମାନଙ୍କୁ ଦେଖାଯିବା ଆବଶ୍ୟକତା ରହିଛି ଏ ସମସ୍ତ ଯଦି ଆମ ଦୃଷ୍ଟିକୁ ଆସିବ ଏ ଜଗତ ସବୁ କିଛି ମୋହ ମାୟା ଆନନ୍ଦ ସୁଖ ସବୁ ଯଦି ଅବର୍ଜନା ସଦୃଶ ଯଦି ଆମେ ନିଜକୁ ଭାବି ପାରୁଛୁ ତାହେଲେ ଆମେ ପ୍ରଭୁଙ୍କ ଲୋକ ତେଣୁ ସେ କହିଲେ ଯେ ଆମର ଲୋକ ହେବା ନିମନ୍ତେ ତୁମେ କଣ ପୃଥକୀକୃତ ହେବା ଆବଶ୍ୟକ ଆମେ ପୃଥକ କରିଅଛୁ ଅନ୍ୟ ଦେଶ ଲୋକମାନଙ୍କ ସହିତ ଆମେ ତୁଳନା କରୁନାହାନ୍ତି ସେ ସମସ୍ତଙ୍କ ସହିତ ବାସ କରିବା ପାଇଁ ଦଉନାହାନ୍ତି ଅଲଗା ସେପାରେଟ କରୁଛନ୍ତି ଇସ୍ରାଏଲ ଲୋକମାନଙ୍କୁ ଆଜି ପ୍ରଭୁ ଆଜି ଆମମାନଙ୍କୁ ମଧ୍ୟ ପ୍ରଭୁ ଆମମାନଙ୍କୁ ସେ ସେପାରେଟ କରୁଛନ୍ତି ଆଉ ଅନ୍ୟ ଲୋକମାନଙ୍କ ପରି ଆମମାନଙ୍କୁ ଚାଲିଚଳନ କଥାବାର୍ତ୍ତାରେ ବ୍ୟବହାର କରିବା ପାଇଁ ପ୍ରଭୁ ଚାହୁଁନାହାନ୍ତି ସେ ଯେ ପ୍ରକାର ପବିତ୍ର ସେ ଆମମାନଙ୍କୁ ସେ ପ୍ରକାର ପବିତ୍ର ଆମମାନଙ୍କର ଆହ୍ୱାନକର୍ତ୍ତା ଯେ ପ୍ରକାର ପବିତ୍ର ଆମମାନଙ୍କୁ ମଧ୍ୟ ସେ ପ୍ରକାର ପବିତ୍ର ହେବାର ଆବଶ୍ୟକତା ରହିଛି ଆମମାନଙ୍କର ଆଚରଣରେ କଥାବାର୍ତ୍ତାରେ ବ୍ୟବହାରରେ ଆମେ ପବିତ୍ରକୃତ ହେବାର ଆବଶ୍ୟକତା ରହିଛି ଆମମାନଙ୍କର ପ୍ରଭୁଙ୍କ ପାଇଁ ଯଦି ପ୍ରଭୁଙ୍କ ଲୋକ ବୋଲି ଯଦି ଆମେ କଣ କରିବା ଆବଶ୍ୟକ ଏଇ ସମସ୍ତ ଯଦି କରୁଛୁ ତାହେଲେ ପ୍ରଭୁଙ୍କ ଲୋକ ବୋଲି ଆମେ କଣ ହେବା ଗଣିତ ହେଇପାରିବା ପ୍ରଭୁଙ୍କ ଲୋକ ବୋଲି ଅନ୍ୟ ଲୋକ ଚିହ୍ନି ପାରିବେ ପ୍ରଭୁଙ୍କ ଲୋକ ବୋଲି ଅନ୍ୟ ଲୋକ ଜାଣିପାରିବେ ନାଇଁ ନାଇଁ ଏମାନେ ହଉଛନ୍ତି ପ୍ରଭୁଙ୍କ ଲୋକ ଆମେ ପ୍ରଭୁଙ୍କ ଲୋକ ବୋଲି ଲୋକଙ୍କ ଆଗରେ ପ୍ରକାଶ କରିବାର ଆବଶ୍ୟକତା ନାହିଁ ଏମାନେ ପ୍ରଭୁଙ୍କ ଲୋକ ଅନ୍ୟ ଲୋକ କଣ କରିପାରିବେ ଚିହ୍ନି ପାରିବେ ସେ ମୁଁ କହୁଥିଲି ସୁନେମିଆ ଯେମିତିକି ଏଲିଶାକୁ ଚିହ୍ନି ପାରିଥିଲା ଆଜି ଆମକୁ ମଧ୍ୟ ପ୍ରଭୁଙ୍କ ଲୋକ ବୋଲି ଚିହ୍ନି ପାରିବେ ପ୍ରଭୁ ଏ ଅଳ୍ପ ବାକ୍ୟ ଦ୍ୱାରା ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ थैंक यू सर धन्यवाद बहुत सुंदर भाव आमानको वाक्य प्रदान करियछन्ते जहाँकि वाक्यर मुख्य अंश कौन हेले प्रभुंकर लोक हो परिबा ए विषय नहीं बहुत सुंदर भाव व्याख्या करियछन्ते बहुत सुंदर भाव बुझेई अछन्ते प्रभु तांको आशीर्वाद करंतो एहीपरि आहुरी आहुरी तांको व्यवहार करंतो प्रभु आपनको आशीर्वाद करंतो थैंक यू सर धन्यवाद उत्तम भाव वाक्य माध्यम कड़ाई नेले आई समय आसतु आमने प्रभुଙ୍କ दासଙ୍କ निमंते प्रार्थना करिबा एवं आमानकर रियल मिनिस्ट्री निमंते प्रार्थना करिबा उपस्थित समस्त प्रार्थना करिबा आओ जो दीदी आराधना करिगले तांको निमंते एवं जो दीदी आमानको मध्यस्थ प्रार्थना रे कड़ाई नेले तांको निमंते आओ आओ एही वातावरण निमंते प्रार्थना करिबा एवं आमानकर जेपरी भारत वर्ष उत्तम सुसमाचार हो पार से प्रार्थना करवा आमान मध्य पवित्र जेना आज्ञा अच्छा आम को प्रार्थना माध्यम कड़ाई ने आज्ञा नमस्कार 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 आज्ञा मो पाई प्रार्थना करिवे मोर देह भलो नै अनुपमा बाग कहूतली ठीक अछि हां 3-4 दिन